ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ଗୋଟିଏ ମୋର ପ୍ରଶ୍ନ ଏବଂ ଏହି ପ୍ରଶ୍ନର ଉତ୍ତର ମଧ୍ୟ ଆପଣମାନଙ୍କ ପାଖରେ ପ୍ରକାଶ ମଧ୍ୟ କରିବି। କିନ୍ତୁ ଆପଣମାନେ ସର୍ବପ୍ରଥମେ ଏହି ପ୍ରଶ୍ନକୁ ଆପଣମାନେ ଶୁଣନ୍ତୁ। ମୋର ପ୍ରଶ୍ନ ହେଲା, ସ୍ୱର୍ଗର ପରମେଶ୍ୱର ଏବଂ ସ୍ୱର୍ଗର ଦୂତମାନେ ଏବଂ ସେବକମାନେ, ପୁରାତନ ଏବଂ ନୂତନ ସେବକମାନେ ଏବଂ ମଣ୍ଡଳୀର ବିଶ୍ୱାସୀ ବିଶ୍ୱାସିନୀମାନେ, ଏହି ଚାରିଜଣଙ୍କ ମଧ୍ୟରୁ କିଏ ଭ୍ରାନ୍ତ ହୋଇପାରେ? ଏହା ହେଉଛି ମୋର ପ୍ରଶ୍ନ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଏହି ବିଷୟରେ କେବେ ମଧ୍ୟ ଭାବିଛନ୍ତି ଯେ ଏହି ଚାରିଜଣଙ୍କ ମଧ୍ୟରେ କିଏ ଭ୍ରାନ୍ତ ହୋଇପାରେ? ପରମେଶ୍ୱର, ସ୍ୱର୍ଗର ଦୂତମାନେ, ସେବକମାନେ ଏବଂ ମଣ୍ଡଳୀର ବିଶ୍ୱାସୀ ବିଶ୍ୱାସିନୀମାନେ, ଏମାନଙ୍କ ମଧ୍ୟରୁ କିଏ ଭ୍ରାନ୍ତ ହୋଇପାରେ? ଏହା ହେଉଛି ମୋର ପ୍ରଶ୍ନ ଏବଂ ଏହି ପ୍ରଶ୍ନର ଉତ୍ତର ମଧ୍ୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ କିଛି ସମୟ ସଠିକ୍ ଭାବରେ ଶୁଣନ୍ତୁ, ସଠିକ୍ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ବର୍ତ୍ତମାନ ସମୟରେ ଅନେକ ଜାଗାରେ ଅନେକ ସମୟରେ ଲୋକମାନଙ୍କୁ ଭ୍ରାନ୍ତ କରୁଛନ୍ତି ଏବଂ ମଣ୍ଡଳୀମାନଙ୍କୁ ଦୁଇ ଭାଗ ମଧ୍ୟ କରୁଛନ୍ତି। ସେଥିପାଇଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, କିଛି ସମୟ 10 ମିନିଟ୍ କିମ୍ବା 15 ମିନିଟ୍ ଏହି ଭିଡ଼ିଓ ଆପଣମାନେ ସଠିକ୍ ଭାବରେ ଶୁଣନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଦେଖିବା ନିମନ୍ତେ ଯିବା। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ପ୍ରଭୁ ଯୀଶୁଙ୍କର ପବିତ୍ର ବାଇବଲ ଅଛି, ତାହେଲେ ଆପଣମାନେ ଦେଖନ୍ତୁ, ଗାଲାତୀୟ ତାର 1 ତାର 6ରୁ 8 ପଦ ପର୍ଯ୍ୟନ୍ତ ଦେଖିବା ନିମନ୍ତେ ଯିବା। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କ ପାଖରେ ଏହି ପ୍ରଶ୍ନର ଉତ୍ତର ପ୍ରକାଶ କରିବା ପାଇଁ ଚାହେଁ। ସ୍ୱର୍ଗର ଦୂତମାନେ ଭ୍ରାନ୍ତ ହୋଇପାରନ୍ତି, ସେବକମାନେ ଭ୍ରାନ୍ତ ହୋଇପାରନ୍ତି, ମଣ୍ଡଳୀର ବିଶ୍ୱାସୀ ବିଶ୍ୱାସିନୀମାନେ ମଧ୍ୟ ଭ୍ରାନ୍ତ ହୋଇପାରନ୍ତି। କେବଳ ପରମେଶ୍ୱର ହିଁ ଭ୍ରାନ୍ତ ହୋଇପାରନ୍ତି ନାହିଁ। କାରଣ ହେଲା, ପରମେଶ୍ୱର ସମସ୍ତ ଲୋକଙ୍କୁ ସୃଷ୍ଟି କରିଛନ୍ତି, ସ୍ୱର୍ଗର ଦୂତମାନଙ୍କୁ ମଧ୍ୟ ସୃଷ୍ଟି କରିଅଛନ୍ତି। ଆପଣମାନେ ପୃଥିବୀରେ ଯାହା କିଛି ଦେଖୁଅଛନ୍ତି, ଏହି ସବୁ ବିଷୟକୁ ପରମେଶ୍ୱର ସୃଷ୍ଟି କରିଅଛନ୍ତି। ସେ କେମିତି ଭ୍ରାନ୍ତ ହୋଇପାରିବେ? ଆଉ ଥରେ ଆପଣମାନଙ୍କ ପାଖରେ କହିବା ପାଇଁ ଚାହେଁ, ପରମେଶ୍ୱର ହିଁ ଭ୍ରାନ୍ତ ହୋଇପାରନ୍ତି ନାହିଁ। ସ୍ୱର୍ଗର ଦୂତମାନେ ମଧ୍ୟ ଭ୍ରାନ୍ତ ହୋଇପାରନ୍ତି, ସେବକମାନେ ଭ୍ରାନ୍ତ ହୋଇପାରନ୍ତି ଏବଂ ମଣ୍ଡଳୀର ବିଶ୍ୱାସୀ ବିଶ୍ୱାସିନୀମାନେ ମଧ୍ୟ ଭ୍ରାନ୍ତ ହୋଇପାରନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଖ୍ରୀଷ୍ଟୀୟ ବିଶ୍ୱାସୀ ବିଶ୍ୱାସିନୀମାନେ ସେବକମାନଙ୍କ ପଛରେ ଚାଲୁଛନ୍ତି। ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ ନ କରି ସେବକମାନଙ୍କୁ ବିଶ୍ୱାସ କରୁଛନ୍ତି ଏବଂ ଏହି ସେବକମାନଙ୍କ ମଧ୍ୟରୁ ଅନେକ ସେବକମାନେ ମଧ୍ୟ ଅଛନ୍ତି, ସେମାନେ ଯେଉଁ ଜାଗାରେ ମଣ୍ଡଳୀ ଅଛି ସେହି ଗ୍ରାମକୁ ଯାଇ ସେହି ମଣ୍ଡଳୀ ଲୋକମାନଙ୍କୁ ଦୁଇ ଭାଗ କରୁଛନ୍ତି ଏବଂ ସେହି ସେବକମାନଙ୍କ ବିଷୟରେ ଯଦି ସେହି ଲୋକମାନଙ୍କୁ ଯଦି କହିବେ, ତୁମର ଦାସ ବା ତୁମର ସେବକ ଲୋକମାନଙ୍କୁ ଭ୍ରାନ୍ତ କରୁଅଛି, এই বিষয় যদি ଆପଣମାନେ କହିବେ, ତାହେଲେ ସେ ଲୋକମାନେ ଆପଣମାନଙ୍କୁ କହିବେ ଯେ ପ୍ରଭୁ ଯୀଶୁଙ୍କର ଦାସ ହୋଇ କେମିତି ଭ୍ରାନ୍ତ କରିପାରିବେ? ସେ କେବେ ମଧ୍ୟ ମିଛ କହିପାରନ୍ତି ନାହିଁ। ପ୍ରଭୁଙ୍କର ପ୍ରିୟ ଏଡ଼େ ବଡ଼ ଦାସ, ସେ କେମିତି ମିଛ କହିବେ? ଏ ବିଷୟ ଆପଣମାନଙ୍କୁ କହିବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଧୈର୍ଯ୍ୟର ସହିତ କିଛି ସମୟ ଏହି ଭିଡ଼ିଓକୁ ଦେଖିବା ପାଇଁ ଚେଷ୍ଟା କରନ୍ତୁ। ଆସନ୍ତୁ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଦେଖିବା ନିମନ୍ତେ ଯିବା। ଗାଲାତୀୟ ତାର 1 ତାର 6ରୁ
9 ପଦ ପର୍ଯ୍ୟନ୍ତ ଦେଖିବା ନିମନ୍ତେ ଯିବା। এই ଜାଗାରେ ଲେଖାଯାଏ ପାଉଲ ଗାଲାତୀୟ ମଣ୍ଡଳୀକୁ ଲେଖି ଜଣାଉଛନ୍ତି ଯେ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ ତାହାଙ୍କ ଠାରୁ ତୁମେମାନେ ଯେ ଏଡ଼େ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ ଏଥିରେ ମୁଁ ଚମତ୍କୃତ ହେଉଅଛି। ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ ଏଥିରେ ମୁଁ ଚମତ୍କୃତ ହେଉଅଛି। ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମମାନଙ୍କୁ ଅସ୍ଥିର କରୁଛନ୍ତି। এই ଜାଗାରେ କ'ଣ ଲେଖାଯାଏ? କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିପାରୁଥିବେ ଏବଂ ଲେଖାଯାଏ 8ରେ ଲେଖାଯାଏ କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ବା ସ୍ୱର୍ଗର ଦୂତ ହେଲେ ମଧ୍ୟ କେହି ତଦ୍ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ ତେବେ ସେ ଶାପଗ୍ରସ୍ତ ହେଉ। ସ୍ୱର୍ଗର ଦୂତମାନେ ମଧ୍ୟ এই ପାଉଲଙ୍କର ସୁସମାଚାରକୁ ପ୍ରଚାର ନ କରି ଅନ୍ୟ ସୁସମାଚାର ଯଦି ପ୍ରଚାର କରେ ତାହେଲେ ସ୍ୱର୍ଗର ଦୂତମାନେ ମଧ୍ୟ ଶାପଗ୍ରସ୍ତ ହୁଅନ୍ତୁ। ଯେପରି ଆମ୍ଭେମାନେ ପୂର୍ବରେ କହିଅଛୁ ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମେମାନେ ଗ୍ରହଣ କରିଥିଲ ତଦ୍ଭିନ୍ନ ଯଦି କୌଣସି ଲୋକ ଅନ୍ୟ ସୁସମାଚାର ତୁମମାନଙ୍କ ନିକଟରେ ପ୍ରଚାର କରେ ତେବେ ସେ ଶାପଗ୍ରସ୍ତ ହେଉ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ ଏହି ଜାଗାରେ ପାଉଲ ଗାଲାତୀୟ ମଣ୍ଡଳୀକୁ ଲେଖି ଜଣାଉଛନ୍ତି। ଏହି ଜାଗାରେ କ'ଣ କହୁଛନ୍ତି? ଅନ୍ୟ ସେବକ ଲୋକମାନେ, ଅନ୍ୟ ସୁସମାଚାର। ଯଦି ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଦେଖିବେ ତାହେଲେ 2ଟି ସୁସମାଚାର ବିଷୟରେ ଜାଣିପାରିବେ, 2ଟି ଅନ୍ୟ ଭାଷା ବିଷୟରେ ଜାଣିପାରିବେ, 2ଟି ଯୀଶୁଙ୍କ ବିଷୟରେ ଜାଣିପାରିବେ, 2ଟି ସେବକ ବିଷୟରେ ଆପଣମାନେ ଜାଣିପାରିବେ। ହେଲେ 2ଟି ସେବକ ମଧ୍ୟରୁ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, এই 2ଟି ସେବକ ଗୋଟିଏ ହେଉଛନ୍ତି ପ୍ରଭୁ ଯୀଶୁଙ୍କର ସେବକ, ଗୋଟିଏ ହେଉଛନ୍ତି ଶୈତାନର ସେବକ। ଗୋଟିଏ ହେଉଛି ଶୈତାନର ସୁସମାଚାର, ଗୋଟିଏ ହେଉଛି ପ୍ରଭୁ ଯୀଶୁଙ୍କର ସୁସମାଚାର। ଗୋଟିଏ ହେଉଛି ଶୈତାନର ଅନ୍ୟ ଭାଷା, ଗୋଟିଏ ହେଉଛି ପ୍ରଭୁ ଯୀଶୁଙ୍କର ଅନ୍ୟ ଭାଷା। ଗୋଟିଏ ହେଉଛି ଯୀଶୁ, ଗୋଟିଏ ହେଉଛି ବର୍ଯୀଶୁ। ଏମାନଙ୍କୁ ଆପଣମାନେ କେମିତି ଚିହ୍ନି ପାରିବେ? ଆପଣମାନେ ତ ନିଜକୁ ବେଳେ ଗର୍ବ କରୁଥିବେ, ମୋର ଦାସ ବା ମୋର ସେବକ, ମୋର ପାଳକ ଆଜ୍ଞା କେବେ ମଧ୍ୟ ମିଛ କହନ୍ତି ନାହିଁ। ଆପଣମାନେ ଗର୍ବ କରୁଥିବେ, କିନ୍ତୁ ବର୍ତ୍ତମାନ ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନେକ ଲୋକମାନେ ଆଶ୍ଚର୍ଯ୍ୟ ପଛରେ ଚାଲୁଛନ୍ତି। ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ ନ କରି ପ୍ରଭୁ ଯୀଶୁଙ୍କର ସେବକମାନଙ୍କୁ ବିଶ୍ୱାସ କରୁଛନ୍ତି। ଆମେମାନେ ସେବକମାନଙ୍କୁ ବିଶ୍ୱାସ କରିବା, କିନ୍ତୁ ସେମାନଙ୍କୁ ପରୀକ୍ଷା ମଧ୍ୟ କରିବା ଦରକାର। ବର୍ତ୍ତମାନ ସମୟରେ ଏମିତି ପ୍ରଭୁଙ୍କର ପ୍ରିୟ ଦାସମାନେ ମଧ୍ୟ ଅଛନ୍ତି, ସେମାନେ ମଦ ପିଉଥିବେ, ସିଗାରେଟ୍ ଟାଣୁଥିବେ, ଅନେକ ପ୍ରକାର ଖରାପ କାର୍ଯ୍ୟ କରୁଥିବେ, କିନ୍ତୁ ମଣ୍ଡଳୀରେ ଯାଇ ଲୋକମାନଙ୍କୁ ତୁମେମାନେ ମଦ ପିଅ ନାହିଁ, ଖରାପ ରାସ୍ତାକୁ ଯାଉ ନାହିଁ, ବ୍ୟଭିଚାର କର ନାହିଁ, ଏମିତି ସେମିତି କର ନାହିଁ, ଏମିତି ସେମାନେ ଦେଉଥିବେ, କିନ୍ତୁ ସେମାନେ ନିଜେ କରୁଥିବେ। ସେମିତି ଲୋକମାନଙ୍କୁ ଆପଣମାନେ ଫଲୋ କରିବେ ବା ସେମାନଙ୍କୁ ଆପଣମାନେ ସେମାନଙ୍କୁ ପଚାରି ଯିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନ୍ଧକୁ କେବେ ରାସ୍ତା ଦେଖାଇ ପାରିବ ନାହିଁ। ଯଦି ଆପଣଙ୍କର ସେବକ ବା ପାଳକ ଯଦି ନରକକୁ ଯିବ ତାହେଲେ ଆପଣମାନେ ମଧ୍ୟ ସମସ୍ତ ଲୋକ ନରକକୁ ଯିବ। ସେଥିପାଇଁ ଆପଣମାନେ ପରୀକ୍ଷା କରିବା ଦରକାର। ବର୍ତ୍ତମାନ ସମୟରେ ଅନେକ ଲୋକମାନେ ବାହାରିଛନ୍ତି, ଆପଣମାନେ ଦେଖିବେ ମଣ୍ଡଳୀମାନଙ୍କୁ ଭାଗ କରୁଛନ୍ତି, କିନ୍ତୁ ରୋମିଓ ତାର 15 ପର୍ବ ତାର 20 ପଦରେ ଲେଖାଯାଏ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଯଦି ଦେଖିବେ ତାହେଲେ ଲେଖାଯାଏ ରୋମିଓ ତାର 15-20 ଲେଖାଯାଏ, ହଁ ଯେପରି ମୁଁ ଅନ୍ୟ ଲୋକର ମୂଳଦୁଆ ଉପରେ ନ ଗଡ଼େ ଏଥି ନିମନ୍ତେ ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇନାହିଁ ଏପରି ସ୍ଥାନରେ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲକ୍ଷ୍ୟ କରି ଆସିଅଛି। ଯେଉଁ ଜାଗାରେ ସୁସମାଚାର ପ୍ରଚାରିତ ହୋଇନାହିଁ ସେହି ଜାଗାରେ ଏ ଲକ୍ଷ୍ୟ କରି ଆସିଅଛି ବୋଲି କହୁଛନ୍ତି ପ୍ରଭୁଙ୍କର ପ୍ରିୟ ଦାସ।
କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ଜାଗାରେ ଅଛନ୍ତି ସେଇ ଜାଗାରେ ହିଁ ଲୋକମାନେ ଭାଗ କରୁଛନ୍ତି। କିନ୍ତୁ ଆସନ୍ତୁ ଆମେମାନେ ଆଗକୁ ବଢ଼ିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିଏ ଅନ୍ୟ ସୁସମାଚାର ଶୁଣାଇବା ଲୋକ, ଅନ୍ୟ ସୁସମାଚାର କିଏ ଶୁଣାଇ ପାରିବ? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଚୋରି ଚୋରି ଆସିବ, ଲୁଚି ଲୁଚି ଆସିବ, ସେ ରାତ୍ରିରେ ଆସିବ, କିଏ ନ ଜାଣୁନୁ ଆସିବ ଏବଂ ଆପଣମାନଙ୍କୁ ଆକର୍ଷଣ କରିବ ଏବଂ ପ୍ରଭୁଙ୍କ ପଟେ ରାସ୍ତା ନ ଦେଖାଇ ନିଜ ପଟେ ଆକର୍ଷଣ କରିବ ଏବଂ ସେ କହିବ, ମୁଁ ପ୍ରାର୍ଥନା କଲେ ତୁମେମାନେ ସୁସ୍ଥତା ପାଇବ। ଏବଂ ଯେକୌଣସି ସମୟରେ ହେଲେ ମଧ୍ୟ ଯେକୌଣସି ଆପଣମାନଙ୍କୁ ବାଧା ଆସେ ତାହେଲେ ମୋତେ ଫୋନ୍ କର, ମୁଁ ଫୋନ୍ ମାଧ୍ୟମରେ ପ୍ରାର୍ଥନା କରିଦେବି ବୋଲି କହିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ରାତ୍ରିରେ ଆସିବ, ଚୋରି ଚୋରିକି ଆସିବ, ଲୁଚି ଲୁଚି ଆସିବ, ନୀରବ ରହି ଆସିବ। ଏହା ହେଉଛି ଶୈତାନ, ଅନ୍ୟ ସୁସମାଚାର ଶୁଣାଇବା ଲୋକ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଗାଲାତୀୟ ତାର 2 ତାର 4ରେ ଲେଖାଯାଏ, ଗାଲାତୀୟ ତାର 2:4 ଏଇ ଜାଗାରେ ଲେଖାଯାଏ, ଆମ୍ଭମାନଙ୍କ ମଧ୍ୟରୁ ଆନିତ କେତେ ଜଣ ଭଣ୍ଡ ଭ୍ରାତା ସକାଶେ ଏହିପରି ହେଲା। ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମ୍ଭମାନଙ୍କର ଯେଉଁ ସ୍ୱାଧୀନତା ଅଛି, ଚୋର ସ୍ୱରୂପେ ସେଥିରେ ଛିଦ୍ର ଅନ୍ୱେଷଣ କରି ଆମ୍ଭମାନଙ୍କୁ ଦାସତ୍ୱ ବନ୍ଧନରେ ଆବଦ୍ଧ କରିବା ନିମନ୍ତେ ସେମାନେ ଗୁପ୍ତରେ ପ୍ରବେଶ କରିଥିଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ଦ୍ୱିତୀୟ ପିତରରେ ଲେଖାଯାଏ, ଦ୍ୱିତୀୟ ପିତର ତାର 2:1 କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀ ଉତ୍ପନ୍ନ ହେଲେ, ସେହିପରି ତୁମମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ। ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁକୁ ହିଁ ଅସ୍ୱୀକାର କରିବେ, ପୁଣି ଆପଣାମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ। ଆଉ ଅନେକ ସେମାନଙ୍କର କାମୁକତାର ଅନୁଗାମୀ ହେବେ। ଫଳତଃ ଏମାନଙ୍କର ହେତୁ ସତ୍ୟ ମାର୍ଗ ନିନ୍ଦିତ ହେବ। ସେମାନେ ଧନ ଲୋଭରେ ଛଳ ବାକ୍ୟ ଦ୍ୱାରା ତୁମମାନଙ୍କ ଠାରେ ଅର୍ଥ ଲାଭ କରିବାକୁ ଚେଷ୍ଟା କରିବେ। ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସୁଅଛି ଓ ସେମାନେ ବିନାଶ ବିଳମ୍ବ ହେବ ନାହିଁ। କାରଣ ଈଶ୍ୱର ପାପରେ ପତିତ ଦୂତମାନଙ୍କୁ ନ ଛାଡ଼ି ନରକରେ ନିକ୍ଷେପ କରି ବିଚାର ନିମନ୍ତେ ଅନ୍ଧକାରମୟ ଗହ୍ୱର ରଖିଅଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଜାଗାରେ ଲେଖାଯାଏ, ଏମାନଙ୍କର ଦ୍ୱାରା ସତ୍ୟ ମାର୍ଗ ନିନ୍ଦିତ ହେବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଏବଂ ବର୍ତ୍ତମାନ ସମୟରେ ଅନେକ ଲୋକମାନେ ଅଛନ୍ତି, ବାଇବଲରେ ଗୋଟିଏ ପଦପର୍ବ କହି ଜଗତର କଥା କହନ୍ତି। এই ଜଗତର କଥା କହନ୍ତି ଏବଂ ମଣ୍ଡଳୀରେ ବିଶ୍ୱାସିନୀ ମାନେ ମଧ୍ୟ ପ୍ରଭୁଙ୍କର ପ୍ରିୟ ଦାସ ଯଦି ଗୋଟିଏ କଥା ଯଦି କହିଯାଏ ତାହେଲେ ସେଇ ଲୋକମାନଙ୍କୁ ବାଧିଯାଏ, ତାହେଲେ ସେଇ ଲୋକମାନେ ସହିପାରିବେ ନାହିଁ। ଏବଂ ମଣ୍ଡଳୀରେ ବିଶ୍ୱାସିନୀ ମାନେ ମଧ୍ୟ ସେମାନଙ୍କର କାନକୁ ସୁନ୍ଦର ଲାଗିଲା ଭଳି, ଆନନ୍ଦ ଲାଗିଲା ଭଳି ଶିକ୍ଷକମାନଙ୍କୁ ସଂଗ୍ରହ କରୁଛନ୍ତି। ବର୍ତ୍ତମାନ ସେମିତି ଚାଲିଛି ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ ସତ୍ୟ ବାକ୍ୟରେ ମନ ନ ଦେଇ କଳ୍ପିତ କାହାଣୀ ପ୍ରତି ଲୋକମାନେ ମନ ଦେଉଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ କଳ୍ପିତ କାହାଣୀ ପ୍ରତି ମନ ଦେଉଛନ୍ତି। 2 ତିମୋଥୀ ତାର 4 ପର୍ବ ତାର 1 ପଦରେ ଲେଖାଯାଏ, 3ରେ ଲେଖାଯାଏ। 2 ତିମୋଥୀ ତାର 4:3 ଲେଖାଯାଏ, କାରଣ ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହି କରିପାରିବେ ନାହିଁ, ମାତ୍ର ଶ୍ରୁତି ମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷା ଅନୁସାରେ ଆପଣମାନଙ୍କର ନିମନ୍ତେ ବହୁ ସଂଖ୍ୟକ ଶିକ୍ଷକ ସଂଗ୍ରହ କରିବେ, ପୁଣି ସତ୍ୟ ବାକ୍ୟରେ କର୍ଣ୍ଣ ନଦୀ କଳ୍ପିତ କାହାଣୀ ପ୍ରତି ମନ ଦେବେ। ବର୍ତ୍ତମାନ ଚାଲିଛି, ସେଥିପାଇଁ ଲୋକମାନେ ମଧ୍ୟ ଭ୍ରାନ୍ତ ହେଉଛନ୍ତି ଏବଂ ପ୍ରଭୁଙ୍କର ପ୍ରିୟ ଅନେକ ଲୋକମାନେ ମଣ୍ଡଳୀକୁ 2 ଭାଗ କରୁଛନ୍ତି।
ଯଦି ଆମ୍ଭେମାନେ ସଠିକ୍ ଭାବରେ ଯଦି ଈଶ୍ୱରଙ୍କର ପବିତ୍ର ବାଇବଲକୁ ଯଦି ଆମ୍ଭେମାନେ ଅଧ୍ୟୟନ କରିଥିବା ତାହେଲେ କେହି ମଧ୍ୟ ଆପଣମାନଙ୍କୁ ଭ୍ରାନ୍ତ କରିପାରିବ ନାହିଁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଲେଖାଯାଏ ଦ୍ୱିତୀୟ ପିତର ଆପଣମାନଙ୍କ ପାଖରେ ପ୍ରକାଶ କଲି କିନ୍ତୁ ଜିହୁଦା 1:4 ଲେଖାଯାଏ ଜିହୁଦା 1:4 এই যা লেখা যায় প্রভুঙ্কর প্রিয় লোকমানে জিহুদা জিহুদা 1:4 লেখা যায় কারণ প্রাচীন শাস্ত্র ମାନଙ୍କରେ ଦଣ୍ଡର ପାତ୍ର ବୋଲି ବର୍ଣ୍ଣିତ ହୋଇଥିବା କେତେକ ଲୋକ ତୁମମାନଙ୍କ ମଧ୍ୟରେ ଗୁପ୍ତରେ ପ୍ରବେଶ କରି ଅଛନ୍ତି। ସେମାନେ ଅଧାର୍ମିକ ଆମ୍ଭମାନଙ୍କର ଈଶ୍ୱର ଅନୁଗ୍ରହକୁ ବିପରୀତ ଭାବରେ କାମକତା ବ୍ୟବହାର କରି ପରିଣତ କରନ୍ତି, ପୁଣି ଆମ୍ଭମାନଙ୍କର ଏକମାତ୍ର କର୍ତ୍ତା ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି। এই প্রকার ଲୋକମାନେ ବର୍ତ୍ତମାନ ଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ଭ୍ରାନ୍ତ ହୁଅନ୍ତୁ ନାହିଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ସମସ୍ତେ ଲୋକ ଭ୍ରାନ୍ତ ହୋଇପାରନ୍ତି, ପ୍ରଭୁ ଯୀଶୁ ହିଁ ଭ୍ରାନ୍ତ ହୋଇପାରନ୍ତି ନାହିଁ। ଏଥିପାଇଁ ଆପଣମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରନ୍ତୁ, ପ୍ରଭୁ ଯୀଶୁଙ୍କ ପାଖରେ ଆପଣମାନେ ଶରଣାଗତ ହୁଅନ୍ତୁ।